ମା ପରି ଭଲ ପାଉଥିବା, ମା ପରି ବୁଝିପାରୁଥିବା ଆଉ ବୁଝେଇ ପାରୁଥିବା ସାଥିଟିଏ ମିଳିବା ନା ବହୁତ କଷ୍ଟ। ସେଥିପାଇଁ ତ କୁହାଯାଏ ଯେ ମା ଠାରୁ ଭଲ ବନ୍ଧନ ଏବଂ ମା ଠାରୁ ଭଲ ବିକଳ୍ପ ଏ ସଂସାରରେ ଆଉ କିଛି ନାହିଁ। ତ ହଁ ସାଙ୍ଗମାନେ, ଆଜି ମୁଁ ମୋର ସେଇ ଦୁଇ ଜଣଙ୍କ ମାଆଙ୍କ ପାଖରେ ରହିବି। ଆଉ ଆଜି ମୁଁ ବହୁତ ଖୁସି। ଜଣେ ଦେବକୀ ହେଲେ ଆଉ ଜଣେ ଯଶୋଦା। ମୋତେ ତ ଆଜି ବହୁତ ସୌଭାଗ୍ୟର କଥା, ଦି ଜଣଙ୍କ ମାଆକୁ ଆଜି ସାଙ୍ଗରେ ପାଇଯାଇଛି। ତା ବି ମୁଁ ଏମିତି ଜାଣିନଥିଲି ହବ ବୋଲି। ତ ମୋ ମା ଆଜି ମୁଣ୍ଡ କୁଣ୍ଡେଇ ଦେଇଥିଲା, ତ ଇଏ ବିଲରୁ କୁଆଡ଼େ ବୁଲି ଆସିକି ମୋତେ ହଇରାଣ କରୁଥିଲା, ଖାଲି ଆସିକି ଚାଟିଲା। ତ ମୁଁ ସେଥି ରାଗିଲି ବୋଲି ଦିଦି କ'ଣ ଆଣିକି ଦେଲା ଖାଇବା ପାଇଁ, ସେଠି ବି ଖାଇଲାନି, ଖାଲି ମୋ ସହିତ ଆସିକି ଚାଟିଲା। ତ ମୁଁ ତାକୁ ବହୁତ ଭଲ ପାଏ, ସିଏ ବି ମୋତେ ବହୁତ ଭଲ ପାଏ। ଆଉ ସେଠି ମାଆର ତାର ବି ବହୁତ ଟିକେ ସ୍ନେହ ହେଇଗଲେ, ତାକୁ ଟିକେ ସ୍ନେହ କରିଦେଲେ ଏମିତି ସେ ଜମା ବି ଛାଡ଼ିକି ଗଲାନି। ଏଠି ଦିଦି ବି ଟାଣିକି ନେଲା, ଜମା ବି ଗଲାନି, ମୋ ପାଖକୁ ପୁଣି ପଳେଇ ଆସିଲା। ଏମାନଙ୍କୁ ନା ଖାଲି ଟିକେ ସ୍ନେହ ଆଉ ଆଦର ଦରକାର। ତ ଯେତେ ବି ତାକୁ ପେଲିଲି ସେ ଜମା ବି ଗଲାନି। ତ ଆପଣମାନେ ବି ଯଦି ଏମିତି ଗୋମାତାକୁ ଭଲ ପାଆନ୍ତି ନା, ତ ଆଉ ଆପଣଙ୍କ ଘରେ ଯଦି ଅଛି ନା, ନିଶ୍ଚିତ ମୋତେ କମେଣ୍ଟରେ ଜଣେଇବେ। ଆଜି ତ ମୁଁ ବହୁତ ଖୁସି ହେଇଗଲି। ରହିଲି, ଜୟ ଜଗନ୍ନାଥ।